ପଞ୍ଚବନ୍ଧୁ ପଞ୍ଚତନ୍ତ୍ର କାହାଣୀ। ଅନେକ ଦିନ ପୂର୍ବେ ମାଡ୍ରାସ ସହରରେ ମଇଲାପୁର ବର୍ତ୍ତମାନ ଯେଉଁଠି ଅଛି ସେଠାରେ ଗୋଟିଏ ବିଶାଳ ଅରଣ୍ୟ ଥିଲା ଓ ସେଥିରେ ଗୋଟିଏ ବିରାଟ ବରଗଛ ଥିଲା। ଏହି ଗଛରେ ହଜାର ହଜାର ପକ୍ଷୀ ଓ ମାଙ୍କଡ଼ ଆଶ୍ରୟ ନେଉଥିଲେ। ପକ୍ଷୀ ଓ ମାଙ୍କଡ଼ମାନେ ଉତ୍ତମ ବନ୍ଧୁ ଭାବରେ ଗୋଟିଏ ବଡ଼ ପରିବାର ଭଳି ବାସ କରୁଥିଲେ। ଦିନେ ଲଘୁପତନକ ନାମକ କାଉ ବରଗଛର ସବୁଠାରୁ ଉଚ୍ଚ ଡାଳରେ ବସିଥିବା ସମୟରେ ଗୋଟିଏ ଶିକାରୀ ଗଛ ଆଡ଼କୁ ଆସୁଥିବାର ଦେଖିଲା। ସେ ଲୋକଟା କଳା ହୋଇ ବଡ଼ ମଣିଷଟାଏ ଏବଂ ତାର ମୁହଁଟା ଭୟଙ୍କର ଦିଶୁଥାଏ। ସେ କାନ୍ଧରେ ଗୋଟିଏ ଜାଲ ପକାଇଥାଏ। କାଉ ଜାଣିଥିଲା ଯେ ଶିକାରୀ ଗଛରୁ ଚଢ଼େଇ ଧରିବାକୁ ଆସୁଛି। ତେଣୁ ସେ ତାର ବନ୍ଧୁମାନଙ୍କୁ ରକ୍ଷା କରିବାକୁ ଚାହିଁଲା। ଦେଖିଲା ଯେ ଶିକାରୀ ଗଛ ତଳେ ଜାଲ ବିଛେଇ ଦେଇ ବିଷାକ୍ତ ଚାଉଳ ବିଞ୍ଚିଦେଲା। କାଉ ଚଢ଼େଇମାନଙ୍କୁ ସତର୍କ କରିଦେଲା ଯେମିତି ସେମାନେ ଚାଉଳ ଲୋଭରେ ନିରାପଦ ବରଗଛ ଛାଡ଼ି ନ ଯାଆନ୍ତି। ଶିକାରୀ ଗଛ ତଳେ ଅପେକ୍ଷା କରି ବସି ରହିଲା। ଚଢ଼େଇମାନେ ତଳକୁ ଓହ୍ଲାଇ ଚାଉଳ ଖୁଣ୍ଟିବାକୁ ଗଲେ ନାହିଁ ଏବଂ ଶିକାରୀ ଗୋଟିଏ ସୁଦ୍ଧା ଚଢ଼େଇ ଧରିବାକୁ ସକ୍ଷମ ହେଲା ନାହିଁ। ଠିକ୍ ସେତିକିବେଳେ ଦଳେ କପୋତ ଉଡ଼ି ଆସିଲେ। କପୋତରାଜ ଚିତ୍ରଗ୍ରୀବ କପୋତମାନଙ୍କ ଆଗରେ ଥିଲା। ସେ ଭୂମିରେ ପଡ଼ିଥିବା ଚାଉଳ ଦେଖିଲା ଓ ତତ୍କ୍ଷଣାତ୍ ସବୁତକ କପୋତ ଚାଉଳ ଉପରକୁ ଝାମ୍ପ ଦେଇ ଜାଲରେ ଧରା ପଡ଼ିଲେ। କପୋତରାଜ ଅତି ଦୁଃଖିତ ହେଲା, କାରଣ ତାର ନିର୍ବୋଧ ଯୋଗୁଁ ତାର ଅନୁଗାମୀମାନେ ମରିବାକୁ ଯାଉଛନ୍ତି। ତଥାପି ସେ ଆଶା ହରାଇଲା ନାହିଁ। ଶିକାରୀ କବଳରୁ ଖସିଯିବାର ଗୋଟିଏ ଉପାୟ ସେ ଭାବିଲା। ସେ କହିଲା, ବନ୍ଧୁଗଣ, ଯାହା ଘଟିଲା ସେଥିପାଇଁ ଲୁହ ଗଡ଼ାଇ କିଛି ଲାଭ ନାହିଁ। ଏହି ଜାଲରୁ ଖସିବା ପାଇଁ ମୁଁ ଗୋଟିଏ ଉପାୟ ଭାବିଛି। ଶିକାରୀ ଆସିବା ପୂର୍ବରୁ ଚାଲ ସମସ୍ତେ ଏକ ସମୟରେ ଉଡ଼ିଯିବା। ଜାଲ ସହିତ ଲୋକଟାର ନଜରରୁ ଦୂରେଇ ଯିବା ବର୍ତ୍ତମାନ ଏକମାତ୍ର ପନ୍ଥା। ଆଦେଶ ପାଇବା ମାତ୍ରେ କପୋତମାନେ ଜାଲକୁ ନେଇ ଉଡ଼ିଗଲେ। କିଛି ଦୂର ଯାଏ ଶିକାରୀ ସେମାନଙ୍କ ପଛରେ ଗୋଡ଼ାଇଲା, କିନ୍ତୁ ସେମାନେ ଗୋଟିଏ ପାହାଡ଼ ଉପରେ ଅଦୃଶ୍ୟ ହୋଇଗଲେ ଓ ଶିକାରୀ ଆଉ ସେମାନଙ୍କୁ ଦେଖିପାରିଲା ନାହିଁ। ପାହାଡ଼ର ଆରପଟରେ ଚିତ୍ରଗ୍ରୀବର ବନ୍ଧୁ ହିରଣ୍ୟକ ନାମକ ମୂଷା ବାସ କରୁଥିଲା। ଚିତ୍ରଗ୍ରୀବ ତାକୁ କହିଲା, ଶୀଘ୍ର ଆସ ଓ ଆମକୁ ରକ୍ଷା କର। ହିରଣ୍ୟକ ଚିତ୍ରଗ୍ରୀବକୁ ଦେଖି ଭାରି ଆନନ୍ଦିତ ହେଲା, କାରଣ ଅନେକ ଦିନ ହେଲା ସେ ତାର ବନ୍ଧୁକୁ ଦେଖିନଥିଲା। ଯାହା ସବୁ ଘଟିଥିଲା ଚିତ୍ରଗ୍ରୀବ ସେ କଥା ହିରଣ୍ୟକ ଆଗରେ ବଖାଣି ସାରି କହିଲା, ବନ୍ଧୁ, ଶୀଘ୍ର ଏ ଜାଲ କାଟି ଦେଇ ମୋର ଅନୁଗାମୀମାନଙ୍କୁ ମୁକ୍ତ କର, ଯାହାଫଳରେ ସେମାନେ ତାଙ୍କର ବସାକୁ ଉଡ଼ିଯାଇ ପିଲାମାନଙ୍କୁ ଦେଖିବେ। ଚିତ୍ରଗ୍ରୀବର ବ୍ୟବହାରରେ ହିରଣ୍ୟକ ମୁଗ୍ଧ ହେଲା। ସେ କହିଲା, ବନ୍ଧୁ, ତୁମେ ହିଁ ପ୍ରକୃତ ନେତା, ପ୍ରକୃତ ରାଜା ସେ ଯେ ନିଜ କଥା ନ ଭାବି ସେମାନଙ୍କ ବିଷୟ କଥା ଚିନ୍ତା କରେ ଯେଉଁମାନେ ତାର ସେବା କରନ୍ତି। ମୁଁ ତୁମ ସମସ୍ତଙ୍କୁ ମୁକ୍ତ କରିଦେବି। ହିରଣ୍ୟକ ମୂଷା ତାର ମୁନିଆ ଦାନ୍ତରେ ଜାଲକୁ କାଟି ପକାଇ ସବୁ କପୋତମାନଙ୍କୁ ମୁକ୍ତ କରିଦେଲା। ଚିତ୍ରଗ୍ରୀବ ଓ ତାର ଅନୁଗାମୀମାନେ ସେମାନଙ୍କର ବସାକୁ ଉଡ଼ିଗଲେ। ହିରଣ୍ୟକର ବିଜ୍ଞତା ଦେଖି ଲଘୁପତନକ ତା ସହିତ ବନ୍ଧୁତା ସ୍ଥାପନ କରିବାକୁ ଇଚ୍ଛା କଲା। ତେଣୁ ସେ ହିରଣ୍ୟକର ଗାତ ପାଖକୁ ଯାଇ ମଧୁର ଗଳାରେ କହିଲା, ହିରଣ୍ୟକ, ତୁମ ଗାତରୁ ବାହାରି ଆସ। ମୁଁ ଲଘୁପତନ ନାମକ କାଉ ତୁମ ସହିତ ଦେଖା କରିବାକୁ ଆସିଛି। ହିରଣ୍ୟକ ସଙ୍ଗେ ସଙ୍ଗେ ଉତ୍ତର ଦେଲା, ମୁଁ ତୁମକୁ ଜାଣେ ନାହିଁ। ମୁଁ ଗାତରୁ ବାହାରିଲା ପରେ ତୁମେ ମୋତେ ମାରି ପକାଇବ। ଲଘୁପତନକ କହିଲା, ବନ୍ଧୁ, ତୁମେ ଚିତ୍ରଗ୍ରୀବ ପାଇଁ ଯାହା କରିଛ ମୁଁ ଦେଖିଲି। ତୁମ ସହିତ ମୁଁ ବନ୍ଧୁତା ସ୍ଥାପନ କରିବାକୁ ଚାହେଁ, କାରଣ ମୁଁ ଜାଣେ ମୁଁ ଯଦି କେବେ ଜାଲରେ ପଡ଼େ ତୁମେ ମୋତେ ସାହାଯ୍ୟ କରିବ। ମୂଷା ତଥାପି ତାର ଗାତରୁ ବାହାରିଲା ନାହିଁ। ତେଣୁ କାଉ କହିଲା, ମୁଁ ମୋର କଥା ରକ୍ଷା କରିବି। ମୁଁ ପ୍ରତିଜ୍ଞା କରୁଛି ତୁମର କୌଣସି ହାନି କରିବି ନାହିଁ। ଶେଷରେ ହିରଣ୍ୟକ ରାଜି ହେଲା ଓ କହିଲା, ଠିକ୍ ଅଛି, ଆମେ ବନ୍ଧୁ ହୋଇ ରହିବା, କିନ୍ତୁ ତୁମେ ପ୍ରତିଜ୍ଞା କର କେବେ ହେଲେ ମୋର ଗାତ ଭିତରକୁ ଆସିବ ନାହିଁ। କାଉ ପ୍ରତିଜ୍ଞା କଲା ଓ ସେହି ଦିନଠାରୁ ଦୁଇ ଜଣ ଯାକ ନିବିଡ଼ ବନ୍ଧୁ ହୋଇ ଚଳିଲେ। ଦିନେ କାଉ ମୂଷା ପାଖକୁ ଯାଇ କାନ୍ଦ କାନ୍ଦ ହୋଇ କହିଲା, ବନ୍ଧୁ, ଆମକୁ ଅଲଗା ହେବାକୁ ହେବ। ଏହି ସ୍ଥାନରେ ଦୁର୍ଭିକ୍ଷ ପଡ଼ିଛି ଓ ଲୋକେ ମୋତେ ଦେଖିଲେ ମାରି ଖାଇଯିବେ। ମୁଁ ଭାବୁଛି ଏମିତି ଗୋଟିଏ ଜାଗାକୁ ଉଡ଼ିଯିବି ଯେଉଁଠି ପ୍ରଚୁର ପାଣି ଓ ଖାଦ୍ୟ ପଦାର୍ଥ ଥିବ। ମୋର ମନ୍ଥରକ ନାମକ ଗୋଟିଏ କଇଁଛ ବନ୍ଧୁ ଅଛି। ମୁଁ ତା ପାଖକୁ ଯିବି। ସେ ମୋତେ ଖାଇବାକୁ ଦେବ ଓ ମୋର ଯତ୍ନ ନେବ। ହିରଣ୍ୟକ କହିଲା, ମୁଁ ମଧ୍ୟ ତୁମ ସହିତ ଯିବି। କାଉ ପଚାରିଲା, କିନ୍ତୁ ତୁମେ ଯିବ କେମିତି? ହିରଣ୍ୟକ କହିଲା, ମୁଁ ତୁମ ପିଠିରେ ବସିବି। ତୁମେ ଉଡ଼ିଯିବ ଓ ଆମେ ଦୁଇ ଜଣ ଯାକ ମନ୍ଥରକ ଘରକୁ ଚାଲିଯାଇ ପାରିବା।
ମୂଷା କାଉ ପିଠିରେ ବସିଲା ଓ କାଉ ଧୀରେ ଧୀରେ ମନ୍ଥରକ ରହୁଥିବା ହ୍ରଦକୁ ଉଡ଼ିଗଲା। ମନ୍ଥରକ ତାର ବନ୍ଧୁକୁ ଦେଖି ଅତି ଆନନ୍ଦିତ ହେଲା। ଅନେକ ବର୍ଷ ଧରି ସେମାନେ ପରସ୍ପରକୁ ଦେଖିନଥିଲେ। ତାପରେ ମନ୍ଥରକ ମୂଷାକୁ ଦେଖି ପଚାରିଲା, ତୁମେ କାହାକୁ ସାଙ୍ଗରେ ନେଇ ଆସିଛ? କାଉ ଉତ୍ତର ଦେଲା, ଏ ମୋର ଘନିଷ୍ଠ ବନ୍ଧୁ ହିରଣ୍ୟକ। ଏହାଙ୍କୁ ମୁଁ ଅତି ଭଲ ପାଏ। ତାପରେ ମୂଷାର ତାର ବନ୍ଧୁମାନଙ୍କ ଉପରେ କିଭଳି ନିଷ୍ଠା ରହିଛି ସେ ବିଷୟରେ କାଉ କହିଲା। ମନ୍ଥରକ ମୂଷାକୁ ସ୍ୱାଗତ କଲା ଓ 3 ଜଣ ଯାକ ହ୍ରଦ କୂଳରେ ଆନନ୍ଦରେ ବାସ କରିବାକୁ ଆରମ୍ଭ କଲେ। ଦିନେ ଚିତ୍ରାଙ୍ଗ ନାମକ ହରିଣ ଖୁବ୍ ବେଗରେ ହ୍ରଦ ନିକଟକୁ ଦୌଡ଼ି କରି ଆସି ପହଞ୍ଚିଲା। 3 ବନ୍ଧୁଯାକ ଡରିଯାଇ ଲୁଚିଗଲେ। କିଛି ସମୟ ପରେ ସେମାନେ ଦେଖିଲେ ଯେ ଚିତ୍ରାଙ୍ଗ ତାଙ୍କର କିଛି ଅନିଷ୍ଟ କରିବାକୁ ଆସିନାହିଁ, କାରଣ ଶିକାରୀ ତା ପଛରେ ଗୋଡ଼ାଇଥିବାରୁ ସେ କେବଳ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିଲା। ସେମାନେ ତାଙ୍କର ଲୁଚିଥିବା ସ୍ଥାନରୁ ବାହାରି ଆସିଲେ ଓ ଚିତ୍ରାଙ୍ଗ ସେମାନଙ୍କୁ କହିଲା ଯେ ଜଣେ ଶିକାରୀ ତାକୁ ଗୋଡ଼ାଉଥିଲା, କିନ୍ତୁ ସେ କୌଣସି ପ୍ରକାରରେ ଖସିଯାଇ ପାରିଛି। ତାପରେ ହରିଣ ଅନୁରୋଧ ଜଣାଇଲା, ଆପଣମାନଙ୍କ ସହିତ ଏକତ୍ରିତ ମିଳିମିଶି ସମାନ ରୀତିରେ ଜୀବନଯାପନ ନିମନ୍ତେ ଅନୁମତି ଦିଅନ୍ତୁ। 3 ବନ୍ଧୁ ତାକୁ ସ୍ୱାଗତ କଲେ ଓ 4 ଜଣ ଯାକ ହ୍ରଦ କୂଳରେ ବାସ କରିବାକୁ ଲାଗିଲେ। ଦିନେ ଚିତ୍ରାଙ୍ଗ କୁଆଡ଼େ ଗଲା ଯେ ଆଉ ଆସିଲା ନାହିଁ। 3 ବନ୍ଧୁଯାକ ଭାବିଲେ ଯେ ତାଙ୍କର ବନ୍ଧୁକୁ ବିପତ୍ତି ପଡ଼ିଛି। ସିଂହ ହୁଏତ ତାକୁ ଖାଇଯାଇଛି କିମ୍ବା କୌଣସି ଶିକାରୀ ଧରି ପକାଇଛି। କଇଁଛ କାଉକୁ କହିଲା, ହିରଣ୍ୟକ ଓ ମୁଁ ଚିତ୍ରାଙ୍ଗକୁ ଖୋଜିବାକୁ ଯାଇପାରିବୁ ନାହିଁ, କାରଣ ଆମେ ଆସ୍ତେ ଆସ୍ତେ ଚାଲିବୁ। ତୁମେ ଯାଇ ତାକୁ ଖୋଜିବାକୁ ଚେଷ୍ଟା କର ଓ ଆମକୁ କୁହ ଯେ ସେ ଜୀବିତ ଅବସ୍ଥାରେ ଅଛି କି ନାହିଁ। ଲଘୁପତନକ ପାହାଡ଼ ଉପରକୁ ଦେଖିଲା, ଚିତ୍ରାଙ୍ଗ ଗୋଟିଏ ଫାଶରେ ପଡ଼ିଛି। ହିରଣ୍ୟକ ତାର ବନ୍ଧୁକୁ ଦେଖି କାନ୍ଦି ପକାଇଲା, କହିଲା, ମୋ କାଳ ପୂରା ହେଲା। ହିରଣ୍ୟକ ଓ ମନ୍ଥରକଙ୍କୁ କହିବ, ମୁଁ ମରିବା ପୂର୍ବରୁ ସେମାନଙ୍କୁ ମନେ ପକାଉଥିଲି। କାଉ ଉତ୍ତର ଦେଲା, ଚିତ୍ରାଙ୍ଗ, ତୁମ୍ଭର ଚିନ୍ତା କରିବା ଦରକାର ନାହିଁ। ତୁମେ ମରିବ ନାହିଁ। ମୁଁ ସଙ୍ଗେ ସଙ୍ଗେ ହିରଣ୍ୟକକୁ ନେଇ ଆସିବି ଓ ସେ ତୁମର ଜାଲ କାଟି ପକାଇବ। ତୁମେ ପୁଣି ମୁକ୍ତ ହୋଇଯିବ। କାଉ ହ୍ରଦକୁ ଉଡ଼ିଯାଇ ହିରଣ୍ୟକକୁ ପିଠିରେ ବସାଇ ହରିଣ ଯେଉଁଠି ଫାଶରେ ପଡ଼ିଥିଲା ସେଠାକୁ ନେଇ ଆସିଲା। ହିରଣ୍ୟକ ଜାଲ କାଟି ଚିତ୍ରାଙ୍ଗକୁ ମୁକ୍ତ କରିଦେଲା। ଠିକ୍ ସେତିକିବେଳେ ସେମାନେ ଦେଖିଲେ ମନ୍ଥରକ ଧୀରେ ଧୀରେ ଚାଲି ଚାଲି ଆସୁଛି। କାଉ କହିଲା, ମନ୍ଥରକ ଏତେ ବାଟ ଚାଲି ଆସିଲା, ଆମେ ବର୍ତ୍ତମାନ କ'ଣ କରିବା? ଶିକାରୀ ଯେ କୌଣସି ମୁହୂର୍ତ୍ତରେ ଆସିଯିବ। ମୁଁ ଆକାଶକୁ ଉଡ଼ିଯିବି। ଚିତ୍ରାଙ୍ଗ ଦୌଡ଼ି ପଳାଇବ ଓ ହିରଣ୍ୟକ ପାଖରେ ଗାତ ଭିତରେ ଲୁଚିଯିବ। କିନ୍ତୁ ମନ୍ଥରକର କ'ଣ ହେବ? କ'ଣ କରିବାକୁ ହେବ ଏ ବିଷୟରେ ସେମାନେ କଥାବାର୍ତ୍ତା ହେଉଛନ୍ତି। ସେତିକିବେଳେ କାଉ ଦେଖିଲା ଶିକାରୀ ଆସୁଛି। ହରିଣ ଡିଆଁ ମାରି ଜଙ୍ଗଲକୁ ପଳାଇଲା। ମୂଷା ଗାତ ଭିତରକୁ ଦୌଡ଼ିଗଲା ଓ କାଉ ଗୋଟିଏ ଉଚ୍ଚ ଡାଳ ଉପରକୁ ଉଡ଼ିଗଲା। ଶିକାରୀ କଇଁଛକୁ ଦେଖି କହିଲା, ଯାହା ହେଉ ମୁଁ ଏହାକୁ ତ ପାଇଲି। ସେ ହରିଣଟା ଖସିଗଲେ ମୋର କ'ଣ ହୋଇଗଲା? ସେ ମନ୍ଥରକକୁ ଗୋଟିଏ ଘାସ ଦଉଡ଼ିରେ ବାନ୍ଧି ନେଇଗଲା। ବାଟରେ ସେ ଗାଧୋଇବା ପାଇଁ ଗୋଟିଏ ପୋଖରୀ ନିକଟରେ ଅଟକିଲା ଓ କଇଁଛକୁ କୂଳରେ ବାନ୍ଧି ରଖିଗଲା। 3 ବନ୍ଧୁଯାକ ଶିକାରୀ ପଛେ ପଛେ ଯାଉଥିଲେ। ସେମାନେ ଏକାଠି ମିଶି ମନ୍ଥରକକୁ ଉଦ୍ଧାର କରିବା ପାଇଁ ଉପାୟ ଚିନ୍ତା କଲେ। କାଉ କହିଲା, ମୋତେ ଗୋଟିଏ ଉପାୟ ଦିଶୁଛି। ଚିତ୍ରାଙ୍ଗ ଯାଇ ପାଖରେ ଗୋଟିଏ ଜାଗାରେ ଶୋଇ ରହୁ। ମୁଁ ତାର ମୁଣ୍ଡ ଉପରେ ବସି ତାକୁ ଖୁମ୍ପିବାର ଛଳନା କରିବି। ଶିକାରୀ ଭାବିବ ହରିଣଟା ମରିପଡ଼ିଛି। ସେ ତାର ଧନୁଶର କଇଁଛ ନିକଟରେ ଛାଡ଼ିଦେଇ ହରିଣକୁ ନେବାକୁ ଆସିବ। ଇତିମଧ୍ୟରେ ହିରଣ୍ୟକ ତାର ଦାନ୍ତରେ ଘାସ ଦଉଡ଼ି କାଟିଦେଇ ମନ୍ଥରକକୁ ମୁକୁଳାଇ ଦେବ। ତାପରେ ମନ୍ଥରକ ପୋଖରୀ ପାଣି ଭିତରେ ଲୁଚି ରହିବ। ଚିତ୍ରାଙ୍ଗ ଯେତେବେଳେ ଜୋରରେ ପାରେ ଦୌଡ଼ି ପଳାଇବ, ତାପରେ ଆମେ ସମସ୍ତେ ରକ୍ଷା ପାଇଯିବା। କାଉ ଯେମିତି ଭାବିଥିଲା ଠିକ୍ ସେମିତି ହେଲା। ଶିକାରୀ ଦେଖିଲା ହରିଣ ଭୂଇଁରେ ପଡ଼ି ରହିଛି ଓ କାଉ ତାର ଆଖିକୁ ଖୁମ୍ପୁଛି। ତାରି ଜାଲରୁ ଖସି ଯାଇଥିବା ହରିଣକୁ ସେ ଚିହ୍ନି ପାରିଲା। ସେ ତାର ଧନୁକୁ କଇଁଛ ପାଖରେ ପକାଇ ଦେଇ ହରିଣକୁ ଉଠାଇ ଆଣିବାକୁ ଗଲା। ମନ୍ଥରକ ମୁକ୍ତ ହୋଇ ପୋଖରୀ ଭିତରେ ଲୁଚିଗଲା। ଶିକାରୀ ହରିଣ ନିକଟକୁ ଆସିବା ମାତ୍ରେ ଚିତ୍ରାଙ୍ଗ ଉଠି ଦୌଡ଼ି ପଳାଇଲା। କାଉ ଉଡ଼ିଯାଇ ଗଛ ଉପରେ ବସିଲା। ଶିକାରୀ ଫେରିଆସି ଦେଖିଲା କଇଁଛ ମଧ୍ୟ ଖସିଯାଇଛି। କଇଁଛ କିମ୍ବା ହରିଣକୁ ନ ପାଇ ସେ ଘରକୁ ଫେରିଗଲା। ସେ ଆଖି ଆଢୁଆଳରୁ ଚାଲିଯିବା ପରେ 4 ବନ୍ଧୁଯାକ ମହା ଆନନ୍ଦରେ ଏକାଠି ମିଶି ପରସ୍ପରକୁ ଆଲିଙ୍ଗନ କଲେ। ସେମାନେ ହ୍ରଦକୁ ଫେରିଯାଇ ଆନନ୍ଦରେ କାଳ ଯାପନ କଲେ। ବିପଦ ସମୟରେ ପ୍ରକୃତ ବନ୍ଧୁମାନେ ପରସ୍ପରକୁ ସାହାଯ୍ୟ କରନ୍ତି।